ସେଥିପାଇଁ କେବଳ ଜଗନ୍ନାଥ ଆଲ୍ଲା ଯୀଶୁ ବୁଦ୍ଧ ଭରସା ଆଉ ନରେନ୍ଦ୍ର ମୋଦି ଉପରେ ଆଉ ଭରସା ନାହିଁ। ଆଏ ମୋହନ ମାଝୀ କାହିଁ ତମେ ଏଠି ଗୋଟେ ଗ୍ରୀଭାଞ୍ଚଲ କରୁଛ? ସବୁ ମନ୍ତ୍ରୀ ସେଇଠି, ସବୁ ଅଫିସର ସେଇଠି, କାହାର କ'ଣ ସମାଧାନଟା ହେଇଯାଉଛି? କିଛି ସମାଧାନ ଯଦି ହଉଥାନ୍ତା ତାହେଲେ ଏତେ ମନ୍ତ୍ରୀ ସେଠି ନିକିମା ହେଇ ରହିଲେ, ଏତେ ଅଫିସର ରହିଲେ, ଗରିବ ଲୋକ କାମ ହେଇଗଲା। କିଛି ତ କାମ ହଉନି, ଏ ବେକାର ନଷ୍ଟ କରୁଛ। ଆଉ ପୁଲିସ ବାଲାଙ୍କୁ ଏତେ କମ ଫ୍ରିଡମ, ଖାଲି ବାଡଉଛନ୍ତି ଯୁଆଡେ ପାଇଲେ। ଆଜି ଭୁବନେଶ୍ୱରରେ ମାଡ଼, ଚାରିଆଡେ ରେପ୍, ଚାରିଆଡେ ନାରୀ ନିର୍ଯାତନା, ଦରଦାମ ହୋଇ ବଢୁଛି, ଆଇନ ଶୃଙ୍ଖଳା ବିଶୃଙ୍ଖଳା, ଗୋଟେ ଅଲଗା ପରିସ୍ଥିତି ସୃଷ୍ଟି ହେଲାଣି ଓଡ଼ିଶାରେ। ଗୋଟେ ଦାରୁଣ ଦୁଃଖ। ସାଡେ ନରେନ୍ଦ୍ର ମୋଦି ଇଣ୍ଡିଆଟାକୁ ଶସ୍ତା କରିଦେଲା। ଟ୍ରମ୍ପ ଗୋଡ ହାତ ଧରି ପାକିସ୍ତାନ ଇଣ୍ଡିଆ ଯୁଦ୍ଧଟାକୁ ସିଜ୍ ଫାୟାର କରେଇଦେଲା। ସାଡେ ପଇସା ଆଦାୟ କରି ତେଲ କମ୍ପାନୀ ମାନଠୁ ଆଣିକି ବଙ୍ଗାଳରେ ଫୋପାଡ଼ି ତେଲ ଦାମ ଖାଲି ବଢିବାରେ ଲାଗିଛି। ଡିଜେଲ, ପେଟ୍ରୋଲ, ଗ୍ୟାସ 12 ଟଙ୍କା ବଢି ସାରିଲାଣି। ଦାରୁଣ ଦୁଃଖ। ସେଥିପାଇଁ କେବଳ ଜଗନ୍ନାଥ ଆଲ୍ଲା ଯୀଶୁ ବୁଦ୍ଧ ଭରସା ଆଉ ନରେନ୍ଦ୍ର ମୋଦି ଉପରେ ଆଉ ଭରସା ନାହିଁ। ପ୍ରଭୁ ଦେଖ ତମେ ତମ ଦେଶକୁ କୋଉ ଅବସ୍ଥାକୁ ନେଇ ନରେନ୍ଦ୍ର ମୋଦି ଥୋଇଲାଣି।